أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ଗତ ଖୁତବାରେ ମୁଁ ହୁନେନ୍ ଯୁଦ୍ଧ ବିଷୟରେ ଚର୍ଚ୍ଚା କରିଥିଲି। ସେହି କ୍ରମରେ ଆଜି ଏହାର ଅତିରିକ୍ତ ବିବରଣୀ ବର୍ଣ୍ଣନା କରିବି। ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ವಸಲ್ಲಂ ମକ୍କାରୁ ବାହାରିବା ସମୟରେ ହଜରତ ଅତାବ୍ ବିନ୍ ଅସୀଦ୍ ରଜିୟଲ୍ଲାହୁଙ୍କୁ ମକ୍କାର ଅମୀର ନିଯୁକ୍ତ କରିଥିଲେ। ହଜରତ ଅତାବ୍ ମକ୍କାର ପ୍ରଥମ ଅମୀର ଥିଲେ, ଯାହାଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲಂ ମୁତୟନ କରିଥିଲେ, ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିଲେ। ସେତେବେଳେ ତାଙ୍କର ବୟସ 20 ବର୍ଷ ହୋଇଥିଲା। ହଜରତ ମୁଆଜ୍ ବିନ୍ ଜବଲ ରଜିୟଲ୍ଲାହୁଙ୍କୁ ମକ୍କାବାସୀଙ୍କୁ ଧର୍ମଶିକ୍ଷା ପ୍ରଦାନ କରିବା ନିମନ୍ତେ ମୁତୟନ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲಂ ହଜରତ ଅତାବ୍ ରଜିୟଲ୍ଲାହୁଙ୍କ ପରିଚୟ ଏହିପରି ଯେ ହଜରତ ଅତାବ୍ଙ୍କ ପିତା ଅସୀଦ୍ ବିନ୍ ଅବୁଲ୍ ଇସ୍ ବିନ୍ ଉମയ്ୟା, ଯେ କି କୁରେଶ ବଂଶର ଥିଲେ, ଏମାନେ ଇସଲାମର ଘୋର ବିରୋଧ କରୁଥିଲେ ଓ ଇସଲାମର ଜଘନ୍ୟ ଶତ୍ରୁ ଥିଲେ। ହଜରତ ଅତାବ୍ ରଜିୟଲ୍ଲାହୁଙ୍କ ମାତାଙ୍କ ନାମ ଜୈନବ ଥିଲା। ମକ୍କା ବିଜୟ ପୂର୍ବରୁ ହଜରତ ଅତାବ୍ଙ୍କ ପିତାଙ୍କର କାଳ ହୋଇଯାଇଥିଲା। ଅତାବ୍ ଇସଲାମ ଧର୍ମ ପ୍ରତି ତାଙ୍କର ଯେଉଁ ଘୃଣାଭାବ ରହିଥିଲା, ମକ୍କା ବିଜୟ ଦିନ ଯେତେବେଳେ ହଜରତ ବିଲାଲ ରଜିୟଲ୍ଲାହୁ ଖାନା କାବାରେ ଅର୍ଥାତ୍ ଖାନା କାବାର ଛାତ ଉପରେ ଚଢ଼ି ଅଜାନ ଦେଲେ, ସେତେବେଳେ ଅତାବ୍ ନିଜ ସାଥୀମାନଙ୍କୁ କହିଲା, ମୁଁ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କରୁଛି ଯେ ମୋର ପିତା ଏହି ଅଜାନ ଶବ୍ଦ ଶୁଣିବା ପୂର୍ବରୁ ଏହି ଇହଧାମରୁ ବିଦାୟ ନେଇଯାଇଛନ୍ତି। ସେ ଯାହା ହେଉ, ହଜରତ ଅତାବ୍ ମକ୍କା ବିଜୟ ଦିନ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏକଦା ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲಂ ସ୍ୱପ୍ନରେ ଅତାବ୍ଙ୍କ ପିତା ଅସୀଦ୍ଙ୍କୁ ଇସଲାମ ଧର୍ମ ସ୍ୱୀକାର କରିବା ଅବସ୍ଥାରେ ମକ୍କାର ଶାସକ ରୂପେ ଦେଖିଥିଲେ। ସେ ତ ଅବଜ୍ଞା ଅବସ୍ଥାରେ ମୃତ୍ୟୁବରଣ କଲେ ଏବଂ ଏବେ ହଜରତ ଅତାବ୍ ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ ହୁଜୁର ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିଲେ, ଅର୍ଥାତ୍ ଅମୀରତ୍ୱ, ମକ୍କାର ଅମୀର ମୁତୟନ କରିଥିଲେ। ଗୋଟିଏ ବର୍ଣ୍ଣନାନୁଯାୟୀ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲಂ ସ୍ୱପ୍ନରେ ଦେଖିଲେ ଅତାବ୍ ରଜିୟଲ୍ଲାହୁ ସ୍ୱର୍ଗ ଦ୍ୱାର ପାଖରେ ଆସିଯାଇଛନ୍ତି ଏବଂ ଖୁବ୍ ଜୋରରେ ଦ୍ୱାରର କବାଟକୁ ଠକ୍ ଠକ୍ କରୁଛନ୍ତି। ଶେଷରେ କବାଟ ତାଙ୍କ ପାଇଁ ଖୋଲାଗଲା ଏବଂ ସେ ତହିଁରେ ପ୍ରବେଶ କଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନାନୁଯାୟୀ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲಂ କହିଲେ ଅତାବ୍ର ପିତା ଅସୀଦ୍କୁ, ଯିଏକି ଜଣେ ଅବିଶ୍ୱାସକାରୀ ବ୍ୟକ୍ତି ଥିଲେ ଏବଂ ସେହି ଅବସ୍ଥାରେ ସେ ମୃତ୍ୟୁବରଣ କଲେ। ବୈକୁଣ୍ଠପୁରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲಂ ତାଙ୍କୁ ଦେଖିଛନ୍ତି। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲಂ ଚିନ୍ତା କଲେ ଅସୀଦ୍ କିପରି ସ୍ୱର୍ଗରେ ପ୍ରବେଶ କଲା। ମକ୍କା ବିଜୟ ଦିନ ଅତାବ୍ ବିନ୍ ଅସୀଦ୍ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମ୍ମୁଖକୁ ଆସିଲେ ଏବଂ କହିଲେ, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ତାଙ୍କୁ କହିଲେ, ହେ ସାହାବାମାନେ, ମୁଁ ଅତାବ୍ଙ୍କୁ ସ୍ୱର୍ଗରେ ଦେଖିଛି। ଅତାବ୍କୁ ମୋ ସମ୍ମୁଖକୁ ଆଣ। ତାଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମ୍ମୁଖକୁ ଅଣାଗଲା। ହୁଜୁର ତାଙ୍କୁ ମକ୍କାର ଅମୀର
ଦାୟିତ୍ୱରେ ନିଯୁକ୍ତ କରିଥିଲେ ଏବଂ କହିଲେ, ହେ ଆତାବ, ମୁଁ ତୁମକୁ ଜଣାଇବାକୁ ଚାହୁଁଛି ଯେ ମୁଁ ତୁମକୁ ଏହଲୁଲ୍ଲା ଅର୍ଥାତ୍ ଆଲ୍ଲାହ ତାଆଲାଙ୍କ ଘରର ସୁରକ୍ଷା ଦାୟିତ୍ୱ ପ୍ରଦାନ କରୁଅଛି। ତେଣୁ ତୁମେ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବ। ଏହି କଥା ହୁଜୁର 3 ଥର ଆବୃତ୍ତି କରିଥିଲେ, ଦୋହରାଇଥିଲେ। ହଜରତ ଆତାବ ହୁଜୁର ସଲ୍ଲଲ୍ଲାହୁଙ୍କ ବିୟୋଗ ପରେ ମକ୍କାର ଶାସକ ହୋଇଥିଲେ। ଏକ ବର୍ଣ୍ଣନାନୁଯାୟୀ ହଜରତ ଆତାବ ହଜରତ ଅବୁ ବକର ରାଦିୟଲ୍ଲାହୁଙ୍କ କାଳରେ ମଧ୍ୟ ମକ୍କାର ଶାସକ ଦାୟିତ୍ୱରେ ମୁତୟନ ରହିଥିଲେ। ଯେଉଁଦିନ ହଜରତ ଅବୁ ବକର ରାଦିୟଲ୍ଲାହୁଙ୍କର ବିୟୋଗ ହେଲା, ସେହିଦିନ ହଜରତ ଆତାବ ରାଦିୟଲ୍ଲାହୁଙ୍କର ମଧ୍ୟ ବିୟୋଗ ଘଟିଥିଲା। ଆଉ ଏକ ବର୍ଣ୍ଣନାନୁଯାୟୀ ହଜରତ ଆତାବ ହଜରତ ଉମର ରାଦିୟଲ୍ଲାହୁଙ୍କ କାଳ ପର୍ଯ୍ୟନ୍ତ ଜୀବିତ ରହିଥିଲେ। ମକ୍କାରୁ ହୁନୈନ ଅଭିମୁଖେ ବାହାରିବା ସମ୍ପର୍କରେ ଉଲ୍ଲେଖ ରହିଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ହୁନୈନ ଯୁଦ୍ଧ ଦିନ 6 ସୱାଲ ଅର୍ଥାତ୍ ଶନିବାର ଦିନ ହୁନୈନ ଯୁଦ୍ଧ ନିମନ୍ତେ ମକ୍କାରୁ ବାହାରିଥିଲେ ଏବଂ 10 ସୱାଲରେ ହୁନୈନ ଠାରେ ପହଞ୍ଚିଥିଲେ। ଇବ୍ନେ କସିରଙ୍କ ମତରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ହୁନୈନ ଯୁଦ୍ଧ ନିମନ୍ତେ 5 ସୱାଲରେ ବାହାରିଥିଲେ। ଯେତେବେଳେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ହୁନୈନ ଯୁଦ୍ଧ ଆଡ଼କୁ ଯିବାକୁ ଲାଗିଲେ, ସେତେବେଳେ ଆପଣଙ୍କ ସହଧର୍ମିଣୀ ହଜରତ ଉମ୍ମେ ସଲମା ଓ ହଜରତ ଜୈନବ ରାଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସହିତ ରହିଥିଲେ। ଆଉ ଏକ ବର୍ଣ୍ଣନାନୁଯାୟୀ ହଜରତ ଉମ୍ମେ ସଲମା ଓ ମୈମୁନା ରାଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସାଥିରେ ଏହି ଅଭିଯାନରେ ଥିଲେ। ମୁସଲମାନମାନଙ୍କ ସଂଖ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ହୁନୈନ ଯୁଦ୍ଧରେ ଇସଲାମୀୟ ସୈନ୍ୟବାହିନୀର ସଂଖ୍ୟା ଯଦିଓ ବିରୋଧୀମାନଙ୍କର ଅର୍ଥାତ୍ ଶତ୍ରୁମାନଙ୍କ ତୁଳନାରେ ଖୁବ୍ କମ୍ ଥିଲା, କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ ପୂର୍ବ ଯୁଦ୍ଧମାନଙ୍କ ତୁଳନାରେ ମୁସଲମାନମାନଙ୍କର ସୈନ୍ୟ ସଂଖ୍ୟା କିଛି କମ୍ ନଥିଲା। କେବଳ ସଂଖ୍ୟା ଦୃଷ୍ଟିରୁ ନୁହେଁ, ବରଂ ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ମଧ୍ୟ ମୁସଲମାନମାନଙ୍କର ସଂଖ୍ୟା ଅଧିକ ରହିଥିଲା। ଇମାମ ଗାଜି ଉଲ୍ଲେଖ କରିଛନ୍ତି, ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ 12,000 ମୁସଲମାନମାନଙ୍କ ସହିତ ଏହି ଅଭିଯାନରେ ବାହାରିଥିଲେ। 10,000 ସାହାବା ସେହିମାନେ ଥିଲେ ଯେ ମଦିନାରୁ ମକ୍କା ବିଜୟ ଅଭିମୁଖେ ବାହାରିଥିଲେ। ଆଉ 2,000 ଲୋକ ଯେଉଁ ଅତିରିକ୍ତ ରହିଛନ୍ତି, ସେମାନେ ମକ୍କାବାସୀ ଥିଲେ, ଯିଏକି ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସହିତ ସମ୍ମିଳିତ ହୋଇଥିଲେ। ଅନ୍ୟ ଏକ ବର୍ଣ୍ଣନାରେ ମୁସଲମାନମାନଙ୍କର ସଂଖ୍ୟା 14,000 ଦର୍ଶାଯାଇଛି, କିନ୍ତୁ ଅଧିକାଂଶ ବର୍ଣ୍ଣନାରେ ମୁସଲମାନମାନଙ୍କର ସଂଖ୍ୟା 12,000 ବୋଲି ଉଲ୍ଲେଖ ରହିଛି। ହୁନୈନ ପଥ ଦେଇ ଜାତେ ଅନୱାତର ନାମକ ଏକ ବିଶାଳ ବରକୋଳି ବୃକ୍ଷ ରହିଥିଲା। ସେହି ବରକୋଳି ବୃକ୍ଷକୁ ଅବିଶ୍ୱାସକାରୀମାନେ ସମ୍ମାନ ପ୍ରଦର୍ଶନ କରୁଥିଲେ। ବିଜୟର ସଗୁନ ସ୍ୱରୂପ ସେମାନେ ଅସ୍ତ୍ର ସେହି ବରକୋଳି ଗଛରେ ଲଟକାଇ ଦେଉଥିଲେ। ଏଠାରେ ମଧ୍ୟ ଏତ୍କାଫ୍ କରୁଥିଲେ। ଯେତେବେଳେ ଏହି ଯାତ୍ରା ସମୟରେ ସେହି ପଥ ଦେଇ ମୁସଲମାନ ସେନା ଅତିକ୍ରମ କଲା, ନବାଗତ ମୁସଲମାନମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ଅନୁରୋଧ କଲେ ଯେ, ହେ ଆଲ୍ଲାହଙ୍କ ରସୂଲ, ଆମମାନଙ୍କ ନିମନ୍ତେ କୌଣସି ବୃକ୍ଷ ନିର୍ଦ୍ଧାରିତ କରିଦିଅନ୍ତୁ, କାରଣ ସେହି ବୃକ୍ଷରେ ଆମେମାନେ ନିଜର ଅସ୍ତ୍ର ଓହଳାଇ ପାରିବୁ। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ଆଲ୍ଲାହୁ ଆକବର। ହେ ମୁସଲମାନମାନେ, ତୁମେମାନେ ସେହି କଥା କହୁଛ ଯାହା ମୂସା ଆଲାଇହିସ୍ ସାଲାମଙ୍କୁ ତାଙ୍କର ସମ୍ପ୍ରଦାୟର ଲୋକମାନେ କହିଥିଲେ, ଅର୍ଥାତ୍ ୟା ମୂସା ଆଜ୍ଆଲ ଲନା ଇଲାହନ୍ କମା ଲହୁ ଆଲିହାতুନ୍ କାଲା ଇନ୍ନକୁମ୍ କୌମୁନ୍ ତଜହଲୁନ୍। ଅର୍ଥାତ୍ ହେ ମୂସା, ଯେପରି ସେମାନଙ୍କର ଉପାସ୍ୟ ଅଛନ୍ତି, ଆମମାନଙ୍କ ପାଇଁ ମଧ୍ୟ ସେହିପରି ଉପାସ୍ୟ ଗଢ଼ିନିଅ। ମୂସା ଆଲାଇହିସ୍ ସାଲାମ ଏଥିରେ କହିଲେ, ତୁମେମାନେ ଏକ ନିର୍ବୋଧ ସମ୍ପ୍ରଦାୟ। ସେହିପରି ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କହିଥିଲେ, ତୁମେମାନେ ଯେଉଁ ଆଚରଣ କରୁଅଛ, ସେହି ଆଚରଣ କରିବା ଦ୍ୱାରା ତୁମେମାନେ ଅବଶ୍ୟ ପୂର୍ବ ଲୋକମାନଙ୍କର ପଦାଙ୍କ ଅନୁସରଣ କରିବ। ଯେପରି ମୁଁ ପୂର୍ବେ କହିସାରିଛି ଯେ ହୁନୈନ ଯୁଦ୍ଧ ନିମନ୍ତେ 2,000 ନବାଗତ ମୁସଲମାନ, ଯେ କି ମକ୍କାରୁ ମୁସଲମାନମାନଙ୍କ ସହିତ ସାମିଲ ହୋଇଥିଲେ, ସେହି ଯୁବକମାନଙ୍କ ମଧ୍ୟରେ ଇସଲାମ ଧର୍ମ ଓ
ଇସଲାମ ପ୍ରତି ତାଙ୍କର ବିଶ୍ୱାସ ବେଶ ଦୃଢ଼ୀଭୂତ ହୋଇନଥିଲା। ଆଉ ସେମାନଙ୍କର ଯୁଦ୍ଧ ଅଭିଜ୍ଞତା ମଧ୍ୟ କିଛି ବିଶେଷ ଭଲ ନଥିଲା। ଏପର୍ଯ୍ୟନ୍ତ କି ସେମାନେ ଅସ୍ତ୍ରଶସ୍ତ୍ରର ମଧ୍ୟ ବିଶେଷ କିଛି ବ୍ୟବସ୍ଥା କରିନଥିଲେ। ଏହି ଲୋକମାନଙ୍କ ଯୋଗୁଁ ହୁନେନ୍ ଯୁଦ୍ଧରେ ଦଳାଚକଟା ହୋଇଥିଲା ଏବଂ ଏମାନେ ହିଁ ସମସ୍ୟା ଉପୁଜାଇଥିଲେ, ପରାଜୟର ମୁଖ୍ୟ କାରଣ ସାଜିଥିଲେ, ଯାହାକି ଯୁଦ୍ଧର ପ୍ରଥମ ଅବସ୍ଥାରେ ମୁସଲମାନମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରେ କିଛି ଅଶ୍ୱାରୋହୀ ଥିଲେ ଆଉ କିଛି ପଦାତିକ ମଧ୍ୟ ଥିଲେ। ତାଙ୍କ ସହିତ ତାଙ୍କର ମହିଳାମାନେ ମଧ୍ୟ ବାହାରି ପଡ଼ିଥିଲେ। ଏହି ମହିଳାମାନେ କେବଳ ଏହା ଦେଖିବା ନିମନ୍ତେ ସାଙ୍ଗରେ ବାହାରିଥିଲେ ଯେ ଯୁଦ୍ଧର ପରିଣାମ କ'ଣ ଉଦ୍ଧୃତ ହେଉଛି। ଯଦି ମୁସଲମାନମାନେ ବିଜୟ ହେଲେ ତେବେ ମାଲେ ଗନିମତ ସେମାନଙ୍କୁ ମିଳିଯିବ ଓ ସେହି ମହିଳାମାନଙ୍କର ଅଭିପ୍ରାୟ ଲାଭ ହୋଇଯିବ, ପ୍ରାପ୍ତ ହୋଇଯିବ ସେମାନଙ୍କୁ। ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ଓ ସାହାବାମାନଙ୍କର କୌଣସି କ୍ଷତି ଘଟୁ କିମ୍ବା ସାହାବାମାନେ ଆହତ ହୁଅନ୍ତୁ, ତହିଁରୁ ସେମାନଙ୍କର କୌଣସି ମତଲବ ନଥିଲା, ଉଦ୍ଦେଶ୍ୟ ନଥିଲା। ସେମାନେ କେବଳ ଯୁଦ୍ଧରେ ଏକ ଦର୍ଶକ ରୂପେ ସାମିଲ ହୋଇଥିଲେ। ସେହି ଅବିଶ୍ୱାସକାରୀ ମହିଳାମାନଙ୍କ ସଂଖ୍ୟା ପାଖାପାଖି 80 ଥିଲା। ଫଳତଃ ଜୀବନୀ ଲେଖାଳିମାନେ ଏହା ବର୍ଣ୍ଣନା କରିଛନ୍ତି ଯେ ଏହା ହେଉଛି ପ୍ରଥମ ଯୁଦ୍ଧ ଯହିଁରେ ନବୀ କରୀମ ସଲ୍ଲଲ୍ଲାହୁ ଆଲୈହି वसल्लम ଅବିଶ୍ୱାସକାରୀମାନଙ୍କ ଠାରୁ ସାହାଯ୍ୟ ଲୋଡ଼ିଥିଲେ। ଅପରପକ୍ଷେ ଏହା ପୂର୍ବରୁ ହୁଜୁର ସର୍ବଦା ଅବିଶ୍ୱାସକାରୀମାନଙ୍କୁ ଯୁଦ୍ଧରେ ସାମିଲ କରୁନଥିଲେ ଏବଂ କହୁଥିଲେ, ଇନ୍ନା ଲା ନସ୍ତଈନୁ ବି ମୁଶ୍ରିକିନ୍, ଅର୍ଥାତ୍ ଆମେମାନେ ଅବିଶ୍ୱାସକାରୀମାନଙ୍କ ଠାରୁ ସାହାଯ୍ୟ ଲୋଡ଼ି ନଥାଉ। କିନ୍ତୁ ସେମାନଙ୍କ ଅର୍ଥାତ୍ ଜୀବନୀ ଲେଖାଙ୍କ ମୁତାବକ ହୁନେନ୍ ଯୁଦ୍ଧରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ପ୍ରଥମ ଥର ଅବିଶ୍ୱାସକାରୀମାନଙ୍କୁ ନିଜ ସହିତ ସାମିଲ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଯେତେବେଳେ ବଦର ଯୁଦ୍ଧରେ ମଧ୍ୟ କୌଣସି ଅବିଶ୍ୱାସକାରୀ ବ୍ୟକ୍ତିଠାରୁ ସାହାଯ୍ୟ ନେବାକୁ ଅସ୍ୱୀକାର କରିଦେଲେ, ସେତେବେଳେ ଲୋକମାନଙ୍କର ବେଶ ଆବଶ୍ୟକତା ରହିଥିଲା ଓ ମୁସଲମାନମାନେ ମଧ୍ୟ କହୁଥିଲେ ଯେ ଯଦି ଏହି ୟହୁଦୀମାନେ ଆମର ସାହାଯ୍ୟ କରିବାକୁ ଆସିଛନ୍ତି ତାହେଲେ ତାଙ୍କୁ ଆମ ସହିତ ସାମିଲ କରିଦେବା ଉଚିତ। କିନ୍ତୁ ସେମାନଙ୍କ ପ୍ରସ୍ତାବକୁ ହୁଜୁର ପ୍ରତ୍ୟାଖ୍ୟାନ କରିଦେଇଥିଲେ ଆଉ ମୁଠାଏ ବିଶ୍ୱାସକାରୀଙ୍କୁ ସାଥିରେ ନେଇ ବଦର ଯୁଦ୍ଧ ଲଢ଼ିବା ପାଇଁ ବାହାରିଥିଲେ। ପବିତ୍ର କୁରାନ ଅନୁଯାୟୀ ସେମାନଙ୍କର ସଂଖ୍ୟା ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ତେବେ ଏହି ହୁନେନ୍ ଯୁଦ୍ଧରେ ଯେଉଁ ଅବିଶ୍ୱାସକାରୀମାନେ ଓ ତାଙ୍କ ମହିଳାମାନେ ସାମିଲ ହୋଇଥିଲେ, ସେମାନେ କେବଳ ଦେଖଣାହାରୀ ରୂପେ ସାମିଲ ହୋଇଥିଲେ ଓ ଯୁଦ୍ଧରୁ ମାଲେ ଗନିମତ ହାସଲ କରିବା ପାଇଁ ସାମିଲ ହୋଇଥିଲେ ଯେ ମୁସଲମାନମାନଙ୍କୁ ଅବଶ୍ୟ ବିଜୟ ଲାଭ ହେବ ଏବଂ ଆମକୁ ମାଲେ ଗନିମତରୁ ଭାଗ ମିଳିଯିବ। ଆଉ ଯଦି ମୁସଲମାନମାନଙ୍କୁ ବିଜୟ ଲାଭ ନ ହେଲା ତେବେ ଆମେମାନେ ନିଜର ପ୍ରତିଶୋଧ ନେଇଯିବା, ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ନଉଜୁବିଲ୍ଲାହ ହତ୍ୟା କରିଦେବା। ସେ ଯାହା ହେଉ 12,000 ସୈନ୍ୟବାହିନୀ ମକ୍କାରୁ ବାହାରିଲା ଏବଂ 3 ଦିନ ଯାତ୍ରା କରିବା ପରେ ହୁନେନ୍ ଉପତ୍ୟକାରେ ସେମାନେ ପହଞ୍ଚିଥିଲେ। ମାର୍ଗରେ ଯେତେବେଳେ କୌଣସି ଢାଲ କିମ୍ବା ଖଡ୍ଗ ସାହାବାମାନଙ୍କର କୌଣସି ଜିନିଷପତ୍ର ପଡ଼ିଯାଉଥିଲା, ସେତେବେଳେ ଅବୁ ସୁଫିଆନ ବିନ୍ ହର୍ବ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ଡାକ ମାରୁଥିଲେ ଯେ ହେ ଆଲ୍ଲାହଙ୍କ ରସୂଲ, ଏହି ଜିନିଷ ଆମକୁ ଦେଇ ଦିଆଯାଉ, କାରଣ ଆମେମାନେ ଏହି ଜିନିଷ ସବୁ ଗୋଟାଉଛୁ, ସଂଗ୍ରହ କରୁଛୁ। ଏପର୍ଯ୍ୟନ୍ତ କି ସେହି ଅବିଶ୍ୱାସକାରୀମାନଙ୍କ ଓଟ ମଧ୍ୟ ଜିନିଷପତ୍ର ଦ୍ୱାରା ପରିପୂର୍ଣ୍ଣ ହୋଇଯାଇଥିଲା, ଅର୍ଥାତ୍ ଏହି ଜିନିଷ ଯାହାକି ପଛରେ ପଡ଼ିଯାଉଥିଲା ଓ ସେମାନେ ତାହାକୁ ସଂଗ୍ରହ କରିନେଉଥିଲେ, ସେ ଏତେ ମାତ୍ରାରେ ହୋଇଯାଇଥିଲା ତାଙ୍କ ନିକଟରେ ଏକତ୍ରିତ। ହଜରତ ସାହେଲ ବିନ୍ ହାନଜଲି ରଜିୟାତାଲା ବର୍ଣ୍ଣନା କରନ୍ତି ଯେ ସେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସହିତ ହୁନେନ୍ ଯୁଦ୍ଧ ଦିନ ଯାତ୍ରା କରୁଥିଲେ। ଦୀର୍ଘ ସମୟ ଯାତ୍ରା କରିବା ପରେ ସନ୍ଧ୍ୟା ହୋଇଗଲା। ତେଣୁ ମୁଁ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସହିତ ନମାଜରେ ସାମିଲ ହେଲି। ଠିକ୍ ସେତିକିବେଳେ ଜଣେ ଆରୋହୀ ଆସି କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଆପଣଙ୍କ ଆଗେ ଗଲି ଏପର୍ଯ୍ୟନ୍ତ କି ମୁଁ ଅମକ ଅମକ ପର୍ବତ ଉପରେ
ଯେତେବେଳେ ଚଢ଼ିଲି ସେତେବେଳେ ମୁଁ ଦେଖିଲି ଯେ ହୱାଜିନ୍ ସମ୍ପ୍ରଦାୟର ଲୋକମାନେ ନିଜର ମହିଳାମାନଙ୍କୁ, ଓଟମାନଙ୍କୁ, ଛେଳି ମେଣ୍ଢାମାନଙ୍କୁ ଏକତ୍ରିତ କରି ନେଇ ଆସିଛନ୍ତି ଯୁଦ୍ଧଭୂମିକୁ, ରଣକ୍ଷେତ୍ରକୁ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲୈହି ወሰଲ୍ଲାମ ସ୍ମିତହାସ୍ୟ ପ୍ରକାଶ କଲେ ଓ କହିଲେ, ଇନଶାଆଲ୍ଲାହ ତାଆଲା ଏ ସମସ୍ତ ଜିନିଷପତ୍ର ମୁସଲମାନମାନଙ୍କର ଅଧୀନସ୍ଥ ହୋଇଯିବ, ଅଧିକାରଭୁକ୍ତ ହୋଇଯିବ। ତାପରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ମୁସଲମାନମାନଙ୍କୁ କହିଲେ, ଆଜି ରାତିରେ କିଏ ମୋର ସୁରକ୍ଷାର ପ୍ରହରା ଦେବ? ହଜରତ ଅନସ୍ ବିନ୍ ଅବି ମର୍ଶଦ ରଜିୟଲ୍ଲାହୁ କହିଲେ, ମୁଁ ଉପସ୍ଥିତ ଅଛି। ଯେତେବେଳେ ସେ ଉପସ୍ଥିତ ହେଲେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ତାଙ୍କୁ କହିଲେ, ହେ ଅନସ୍, ସେହି ଘାଟିକୁ ଚାଲିଯାଅ ଓ ସେଠାରେ ଯାଇ ପହରା ଦିଅ ଓ ଆଖପାଖ ଅଞ୍ଚଳର ଖବର ସଂଗ୍ରହ କରି ଆଣି ମୋତେ ଦେବ। ତେଣୁ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ହଜରତ ଅନସ୍କୁ କହିଲେ, ହେ ଅନସ୍, ତୁମେ ଉଚ୍ଚ ସ୍ଥାନକୁ ଚାଲିଯିବ ଓ ତୁମ ଯୋଗୁଁ ରାତିରେ ମୋତେ ଭ୍ରମ ଯେପରି ନ ଲାଗିବ, ଅର୍ଥାତ୍ ଶତ୍ରୁ ପକ୍ଷର ଧୋକାରୁ ମୁଁ ନିଶ୍ଚିନ୍ତ ରହିବି। ଯେତେବେଳେ ସକାଳ ହେଲା ସେତେବେଳେ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି वसल्लम ନମାଜ ନିମନ୍ତେ ବାହାରିଲେ। ନମାଜ ଫଜରର 2 ରେକାତ ସୁନ୍ନତ ପାଠ କଲେ। ନମାଜ ନିମନ୍ତେ ତକବୀର ଦିଆଗଲା। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ମୁସଲମାନମାନଙ୍କୁ ନମାଜ ପାଠ କରାଇଲେ। ତାପରେ ହୁଜୁର ଘାଟି ଆଡ଼କୁ ମୁହଁ କଲେ। ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ନମାଜ ପାଠ କରି ସାରିଲେ, ଉଭୟ ପାର୍ଶ୍ୱରେ ସଲାମ କହି ନମାଜରୁ ବାହାରି ଆସିଲେ। ସେତେବେଳେ କହିଲେ, ହେ ସାହାବାମାନେ, ତୁମେମାନେ ପ୍ରସନ୍ନ ହୋଇଯାଅ, ତୁମମାନଙ୍କୁ ଅଭିନନ୍ଦନ, ତୁମମାନଙ୍କର ଅଶ୍ୱାରୋହୀ ଆସିଯାଇଛି। ଅର୍ଥାତ୍ ହଜରତ ଅନସ୍ ରଜିୟଲ୍ଲାହୁ ନିଜ କର୍ତ୍ତବ୍ୟ ସାରି ଆସିଯାଇଛନ୍ତି। ସାହାବାମାନେ କୁହନ୍ତି, ଆମେମାନେ ଘାଟିରେ ବୃକ୍ଷମାନଙ୍କୁ ଦେଖିବାକୁ ଲାଗିଲୁ ଯେ କାହିଁ କିଏ ଆସିଗଲା। ଏପର୍ଯ୍ୟନ୍ତ କି ସେହି ବ୍ୟକ୍ତି ଆସିଗଲା ଓ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ଆସି ଉପସ୍ଥିତ ହେଲେ। ହୁଜୁରଙ୍କୁ ସଲାମ କଲେ ଏବଂ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଚାଲି ଚାଲି ଯାଉଥିଲି ଏପର୍ଯ୍ୟନ୍ତ କି ମୁଁ ସେହି ଉପତ୍ୟକାର ଉଚ୍ଚ ସ୍ଥାନରେ ପହଞ୍ଚିଗଲି ଯେଉଁଠି ହୁଜୁର ମୋତେ ପହଞ୍ଚିବା ପାଇଁ ଆଦେଶ ଦେଇଥିଲେ। ଯେତେବେଳେ ସକାଳ ହେଲା ସେତେବେଳେ ମୁଁ ଉଭୟ ଉପତ୍ୟକାରେ ଚଢ଼ିଲି। ମୁଁ ଦେଖିଲି କିନ୍ତୁ ମୋତେ କେହି ବି ଦୃଶ୍ୟମାନ ହେଲେ ନାହିଁ। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ବତ୍ସ, ତୁମେ ରାତ୍ର ସମୟରେ ତଳକୁ ଓହ୍ଲାଇଥିଲ କି? ସେହି ବ୍ୟକ୍ତି ଜଣକ ଅର୍ଥାତ୍ ହଜରତ ଅନସ୍ କହିଲେ, ନାହିଁ, ମୁଁ କେବଳ ଶୌଚ ହେବା ପାଇଁ ଓ ନମାଜ ପାଠ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ତଳକୁ ଓହ୍ଲାଇ ନଥିଲି। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହି ବ୍ୟକ୍ତିକୁ କହିଲେ, ବତ୍ସ, ତୁମେ ନିଶ୍ଚିତ ରୂପେ ବୈକୁଣ୍ଠର ଅଧିବାସୀ ହେବ, ଅର୍ଥାତ୍ ତୁମର ଏହି ସେବା ଯୋଗୁଁ ଆଲ୍ଲାହ ତାଆଲା ତୁମ ପାଇଁ ବୈକୁଣ୍ଠ ଅନିବାର୍ଯ୍ୟ କରିଦେଇଛନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम 10 ସୱାଲ ମାସର ମଙ୍ଗଳବାର ଦିନ ଇଶା ସମୟରେ ହୁନୈନ ଠାରେ ପହଞ୍ଚି ଯାଇଥିଲେ। ମାଲିକ ବିନ୍ ଅଫ୍ ହୱାଜିନ୍ ସମ୍ପ୍ରଦାୟର 3 ଜଣ ବ୍ୟକ୍ତିଙ୍କୁ ଗୁଇନ୍ଦା ରୂପେ ପ୍ରେରଣ କରିଥିଲେ, କାରଣ ସେମାନେ ମୁସଲମାନମାନଙ୍କ ସୈନ୍ୟବାହିନୀର ଅନୁସନ୍ଧାନ କରି ତାଙ୍କର ଖବର ଯେପରି ନେଇ ଆସିବେ। କିନ୍ତୁ ସେହି 3 ଜଣ ବ୍ୟକ୍ତି ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ମାଲିକ ବିନ୍ ଅଫ୍ କହିଲା, ଯେତେବେଳେ ସେମାନେ ମାଲିକ ନିକଟକୁ ଫେରିଲେ, ସେମାନେ କହିଲେ, ଆମେ ମୁସଲମାନମାନଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଛୁ। ମାଲିକ ଏଥିରେ କହିଲା, ତୁମମାନଙ୍କର ଅନିଷ୍ଟ ହେଉ, ତୁମମାନଙ୍କୁ କ'ଣ ହୋଇଯାଇଛି? ସେମାନେ ଉତ୍ତର ଦେଲେ, ଆମେମାନେ ଅଶ୍ୱ ଉପରେ ଧବଳ ବର୍ଣ୍ଣର ଲୋକମାନଙ୍କୁ ଦେଖିଛୁ। ଆମେମାନେ ଆଲ୍ଲାହ ତାଆଲାଙ୍କ ରାଣ ଖାଇ କହୁଛୁ, ଯଦି ଯୁଦ୍ଧ ହେଲା ଆମେମାନେ ନିଶ୍ଚିତ ରୂପେ ପରାଜିତ ହେବା। ଆମେମାନେ ଏଭଳି ଲୋକମାନଙ୍କର ମୁକାବିଲା କରିବା ପାଇଁ ସକ୍ଷମ ନାହୁଁ। ତେଣୁକରି ଭଲ ହେବ ଯଦି ଆମେ ଏଠାରୁ ଫେରିଯିବା। ଏଥିରେ ମାଲିକ ବିନ୍ ଅଫ୍ ସେମାନଙ୍କୁ କହିଲେ, ତୁମର ସର୍ବନାଶ ହେଉ, ତୁମେମାନେ ଭୀରୁ ଓ କାପୁରୁଷ। ତାପରେ ମାଲିକ ବିନ୍ ଅଫ୍ ଆଉ ଜଣେ ବ୍ୟକ୍ତିକୁ ପ୍ରେରଣ କରିଥିଲା। ସେ ମଧ୍ୟ ମୁସଲମାନ ସୈନ୍ୟବାହିନୀର ପର୍ଯ୍ୟବେକ୍ଷଣ କରି ଶୀଘ୍ର ମାଲିକ ନିକଟକୁ ଫେରିଯାଇଥିଲା। ସେ ମଧ୍ୟ ସେହି ପୂର୍ବ 3 ଜଣ ବ୍ୟକ୍ତିଙ୍କ ପରି ମାଲିକକୁ ଖବର ଦେଇଥିଲା ଯେ, ଆଜ୍ଞା, ମୁଁ ଏପରି ଧଳା ରଙ୍ଗର ଲୋକମାନଙ୍କୁ ଅଶ୍ୱ ଉପରେ ଆରୋହଣ କରିଥିବାର ଦେଖିଛି, ଯାହାଙ୍କର ମୁକାବିଲା କରିବାକୁ ଆମର ସାମର୍ଥ୍ୟ ନାହିଁ। ମୁଁ ଆଲ୍ଲାହ ତାଆଲାଙ୍କ ରାଣ ଖାଇ କହୁଛି, ମୋତେ ସେହି ଭୟ ଗ୍ରାସ କରିଛି। ମୁଁ ହେଉଛି ସେହି ବ୍ୟକ୍ତି ଯାହାକୁ ତୁ ନିଜ ସାମ୍ନାରେ ଛିଡ଼ା ହୋଇଥିବାର ଦେଖୁଛୁ। ହେ ମାଲିକ, ଏହା ଉଚିତ ହେବ ଯେ ଆମେ ଏଠାରୁ ଫେରିଯିବା।
ଏସବୁ ସତ୍ତ୍ୱେ ମାଲିକ ବିନ୍ ଅଫ୍ ନିଜର ସଂକଳ୍ପରୁ ଓହରିଲା ନାହିଁ, ନିଜ ଗୁଇନ୍ଦାମାନଙ୍କର କଥା ମାନିଲା ନାହିଁ ଓ ନିଜ ନିଷ୍ପତ୍ତିରେ ଅଟଳ ରହିଲା। ତେବେ ହୁନେନ୍‌ର ଲୋକମାନଙ୍କ ମଧ୍ୟରେ ଏହି ଭୟ ସଞ୍ଚାର ହୋଇଯାଇଥିଲା। ହଜରତ ସଲମା ବିନ୍ ଅକ୍ୱା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ଆମେମାନେ ହୁଜୁର ସଲ୍ଲଲ୍ଲାହୁଙ୍କ ସାଥିରେ ହୱାଜିନ୍ ସମ୍ପ୍ରଦାୟ ଉପରେ ଆକ୍ରମଣ କଲୁ। ଇତିମଧ୍ୟରେ ସୂର୍ଯ୍ୟୋଦୟ ହୋଇଗଲା। ଯେତେବେଳେ କି ଆମେ ଚାଷ୍ତ୍ର ଅର୍ଥାତ୍ ସୂର୍ଯ୍ୟୋଦୟ ପରର ସମୟର ନମାଜ ପାଠ କଲୁ, ସେତେବେଳେ ଜଣେ ବ୍ୟକ୍ତି ଓଟ ଉପରେ ଆରୋହଣ କରି ଆସିଲା। ହୁଜୁର ସେତେବେଳେ ଭୋଜନ କରୁଥିଲେ। ସେହି ବ୍ୟକ୍ତି ଜଣକ ନିଜର ଓଟ ବସାଇ ଓଟର ପଘା ବାନ୍ଧିଲା ଓ ସାହାବାମାନଙ୍କ ସହିତ ଯାଇ ବସି ପଡ଼ିଲା। ସାହାବାମାନଙ୍କ ସହିତ ଖାଦ୍ୟ ସେବନ କଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ସେହି ବ୍ୟକ୍ତି ଜଣକ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ। ସାହାବାମାନେ କହିଲେ, ଆମେମାନେ କ୍ଳାନ୍ତ ହୋଇପଡ଼ିଛୁ। ବାହନ ମଧ୍ୟ ସ୍ୱଳ୍ପ ସଂଖ୍ୟକ ଥିଲେ। ସେହି ବ୍ୟକ୍ତି ଜଣକ ସାହାବାମାନଙ୍କ ସହିତ କଥାବାର୍ତ୍ତା ହେବା ପରେ ଦ୍ରୁତ ଗତିରେ ନିଜର ଓଟ ଆଡ଼କୁ ବାହାରିଗଲେ ଓ ତାହାର ପଘା ଫିଟାଇ ତାହା ଉପରେ ଆରୋହଣ କଲେ। ଆଉ ଯେତେବେଳେ ସେ ଓଟକୁ ଦ୍ରୁତ ବେଗରେ ଦୌଡ଼ାଇବାକୁ ଲାଗିଲେ, ସେତେବେଳେ ନବୀ କରୀମ୍ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ତାଙ୍କୁ ଦେଖି କହିଲେ, ହେ ସାହାବାମାନେ, ଏହି ବ୍ୟକ୍ତିକୁ ଧର ଧର, ଇଏ ଜଣେ ଗୋଇନ୍ଦା, ଆଉ ତାହାକୁ ସଂହାର କରିଦିଅ। ବନୁ ଅସ୍ଲମ୍ ସମ୍ପ୍ରଦାୟ ମଧ୍ୟରୁ ଜଣେ ବ୍ୟକ୍ତି ଓଟ ଉପରେ ଆରୋହଣ ହୋଇ ସେହି ଗୋଇନ୍ଦା ବ୍ୟକ୍ତିର ପିଛା କରିବାକୁ ଲାଗିଲା। ହଜରତ ସଲମା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ମୁଁ ନିଜର ଓଟ ଉପରେ ଆରୋହଣ ହୋଇ ସେହି ବ୍ୟକ୍ତି ପଛ ଧରିଲି। ମୁଁ ଯେତେବେଳେ ସେହି ବ୍ୟକ୍ତି ପାଖରେ ପହଞ୍ଚିଲି ଓ ତାର ଓଟକୁ ବସାଇଦେଲି, ସେହି ଗୁପ୍ତଚର ଜଣକ ନିଜର ଆଣ୍ଠୁ ଭୂମି ଉପରେ ରଖିଲା। ସେତେବେଳେ ମୁଁ ସେହି ବ୍ୟକ୍ତି ଉପରେ ପ୍ରହାର କରି ତାହାର ସ୍କନ୍ଧଚ୍ୟୁତ କରିଦେଲି। ଫଳତଃ ସେ ସେଠାରେ ହିଁ ପଡ଼ିଗଲା, ଭୂମିଷ୍ଠ ହୋଇଗଲା। ମୁଁ ତାହାର ଓଟ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିନେଲି ଏବଂ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ଉପସ୍ଥିତ ହେଲି। ହୁଜୁର ମୋତେ ପଚାରିଲେ, ତାଙ୍କୁ କିଏ ସଂହାର କଲା? ସାହାବାମାନେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଏହି ବ୍ୟକ୍ତିକୁ ଇବ୍ନେ ଅକ୍ୱା ସଂହାର କରିଛନ୍ତି। ସେତେବେଳେ ହୁଜୁର କହିଲେ, ସେ ବ୍ୟକ୍ତିର ସମସ୍ତ ଜିନିଷପତ୍ର ଅକ୍ୱାର। ହୁନୈନ ଯୁଦ୍ଧ ସମୟରେ ଶତ୍ରୁ ସଂଖ୍ୟା କେତେବେଳେ 30,000 ବର୍ଣ୍ଣନା କରାଯାଇଛି ତ କେତେବେଳେ 20,000 କୌଣସି ସ୍ଥଳେ ବର୍ଣ୍ଣନା କରାଯାଇଛି, ଆଉ କେତେକ 40,000 ବୋଲି ଦର୍ଶାଇଛନ୍ତି। ଯଦି ସେମାନଙ୍କ ସ୍ତ୍ରୀ ପିଲାକୁ ହିସାବ କରାଯାଏ, ତେବେ ଏହି ସଂଖ୍ୟା ପ୍ରାୟ 30,000 ମନେ ହେଉଛି। ମାଲିକ ବିନ୍ ଅଫ୍ ନିଜ ସୈନ୍ୟବାହିନୀର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଚୟନ କରି ପର୍ବତ ଉପରେ ସେମାନଙ୍କୁ ଲୁଚାଇ ଦେଲା, ଛପାଇ ଦେଲା ଓ ଛକି ବସିବାକୁ ତାଙ୍କୁ ନିର୍ଦ୍ଦେଶ ଦେଲା। ସେମାନଙ୍କର ଅର୍ଥାତ୍ ସେହି ଧନୁର୍ଦ୍ଧରମାନଙ୍କର ସଂଖ୍ୟା 4,000 ଥିଲା। ବନୁ ହୱାଜିନ୍‌ର ସେନାପତି ମାଲିକ ବିନ୍ ଅଫ୍ ନିଜର ସୈନ୍ୟବାହିନୀର ଧାଡ଼ି ଏପରି କଲା ଯେ ଯେତେବେଳେ ରାତ୍ରର 2/3 ସମୟ ଅତିବାହିତ ହୋଇଯାଇଥିଲା, ସେତେବେଳେ ମାଲିକ ବିନ୍ ଅଫ୍ ନିଜ ସୈନ୍ୟବାହିନୀ ନିକଟକୁ ଗଲା ଓ ସେମାନଙ୍କୁ ହୁନୈନ ଉପତ୍ୟକାର ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚାଇ ସେମାନଙ୍କୁ ଆଦେଶ ଦେଲା ଯେ ଯେତେବେଳେ ମୁସଲମାନମାନେ ତୁମ ନିକଟବର୍ତ୍ତୀ ହେବେ, ସେତେବେଳେ ତୁମେ ସେମାନଙ୍କ ଉପରେ ହଠାତ୍ ଅତର୍କିତ ଭାବରେ ଆକ୍ରମଣ କରିଦେବ, ତୀର ଚାଳନା କରିବ, ଯଦ୍ୱାରା କି ସେମାନେ ହତବାକ୍ ହୋଇ ପଶ୍ଚାତ୍ପଦ ଦେବେ ଆଉ ଏହି ଆକ୍ରମଣର ମୁକାବିଲା କରିପାରିବେ ନାହିଁ। ମକ୍କାରୁ ହୁନୈନ ଅଭିମୁଖେ ବାହାରିବା ସମୟରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ବନୁ ସୁଲେମ୍ ସମ୍ପ୍ରଦାୟର 1,000 ଅଶ୍ୱାରୋହୀ ସୈନ୍ୟବାହିନୀ ଆଗରେ ରଖିଥିଲେ ଓ ଏହାର ନେତୃତ୍ୱ ହଜରତ ଖାଲିଦ୍ ବିନ୍ ୱଲିଦ୍ ରଜିୟଲ୍ଲାହୁ ଆନ୍ହୁଙ୍କୁ ପ୍ରଦାନ କରିଥିଲେ। ଯେତେବେଳେ ସୈନ୍ୟବାହିନୀ ଜିରାନା ନାମକ ସ୍ଥାନରେ ପହଞ୍ଚିଲା, ସେତେବେଳେ ସକାଳ ସମୟରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସମସ୍ତ ସୈନ୍ୟବାହିନୀକୁ ମେମନା ଅର୍ଥାତ୍ ଡାହାଣ ଓ ମୈସରା ଅର୍ଥାତ୍ ବାମ ପାର୍ଶ୍ୱ ତଥା କଲ୍ବ ଅର୍ଥାତ୍ ମଧ୍ୟଭାଗରେ ବିଭକ୍ତ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସୈନ୍ୟବାହିନୀର ମଧ୍ୟ ଭାଗରେ ରହିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ପ୍ରବାସକାରୀଙ୍କୁ ତାଙ୍କର ଧ୍ୱଜା ପ୍ରଦାନ କରିଥିଲେ ଓ ଅନସାରମାନଙ୍କୁ ମଧ୍ୟ ତାଙ୍କର ଧ୍ୱଜା ପ୍ରଦାନ କରିଥିଲେ। ପ୍ରବାସକାରୀଙ୍କ ଗୋଟିଏ ଧ୍ୱଜା ହଜରତ ଅଲି ରଜିୟଲ୍ଲାହୁ ଆନ୍ହୁଙ୍କୁ ପ୍ରଦାନ କରିଥିଲେ, ଆଉ ଗୋଟିଏ ଧ୍ୱଜା ହଜରତ ସାଦ୍ ବିନ୍ ଅବି ୱକାସ୍ ରଜିୟଲ୍ଲାହୁ
ଓ ହଜରତ ଉମର ରଜିୟତାଲାଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ଅନସାରମାନଙ୍କ ମଧ୍ୟରୁ ଖଜରଜ ସମ୍ପ୍ରଦାୟର ଧ୍ୱଜା ହଜରତ ହୁବେବ ବିନ୍ ମୁନଜିର ରଜିୟତାଲାଙ୍କୁ ପ୍ରଦାନ କରିଥିଲେ ଓ ଔସ ସମ୍ପ୍ରଦାୟର ଧ୍ୱଜା ହଜରତ ଉସୈଦ ବିନ୍ ହୁଜୈର ରଜିୟତାଲାଙ୍କୁ ପ୍ରଦାନ କରିଥିଲେ। ସେହିପରି ହଜରତ ଅବୁ ବୁର୍ଦା ବିନ୍ ନିୟାର ରଜିୟତାଲା, ହଜରତ ଅବୁ ଲୁବାବା ବିନ୍ ଅବ୍ଦୁଲ ମୁନଜିର ରଜିୟତାଲା ଓ କତାଦା ବିନ୍ ନୁମାନ ରଜିୟତାଲାଙ୍କୁ ମଧ୍ୟ ଧ୍ୱଜା ପ୍ରଦାନ କରିଥିଲେ। ଏହିପରି 20ରୁ ଉର୍ଦ୍ଧ୍ୱ ଧ୍ୱଜା ହୁଜୁର ସଲ୍ଲଲ୍ଲାହୁ ଆଲୈହି ବିଭିନ୍ନ ଗୋଷ୍ଠୀକୁ ପ୍ରଦାନ କରିଥିଲେ। ହୁନୈନ ଯୁଦ୍ଧ ଦିନ କେହି ଜଣେ ବ୍ୟକ୍ତି ହେଲେ କହିଲେ ଯେ ହେ ଅଲ୍ଲାହଙ୍କ ବାର୍ତ୍ତାବହ, ଆଜି ଆମେମାନେ ଆଉ ସ୍ୱଳ୍ପ ସଂଖ୍ୟକ ହେବା ହେତୁ ପରାଜିତ ହେବୁ ନାହୁଁ, ଅର୍ଥାତ୍ ଆମର ସଂଖ୍ୟା ବେଶ ଅଧିକ ରହିଛି। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏହି ଉକ୍ତିକୁ ପସନ୍ଦ କଲେ ନାହିଁ ଓ କହିଲେ, ପବିତ୍ର କୁରାନ ଏହି କଥାକୁ ନାପସନ୍ଦ କରୁଛି। ପବିତ୍ର କୁରାନରେ ଉଲ୍ଲେଖ ରହିଛି, ଆଜବତକୁମ କସରତୁକୁମ, ଅର୍ଥାତ୍ ତୁମମାନଙ୍କର ସଂଖ୍ୟାଧିକତା ଓ ସଂଖ୍ୟାଗରିଷ୍ଠତା ତୁମମାନଙ୍କୁ ଅହଙ୍କାରରେ ପକାଇ ନ ଦେଉ। ହୁନୈନ ଯୁଦ୍ଧରେ ପ୍ରାରମ୍ଭିକ ବିଜୟ ମୁସଲମାନମାନଙ୍କର ହୋଇଥିଲା। ପୁନଶ୍ଚ ଶତ୍ରୁପକ୍ଷ ତରଫରୁ ଜୋରଦାର ତୀର ଚାଳନା ଫଳରେ ମୁସଲମାନମାନେ ବିକ୍ଷିପ୍ତ ହୋଇଯାଇଥିଲେ ଓ ସେମାନଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏହି ବିଷୟ ସମ୍ପର୍କରେ ଉଲ୍ଲେଖ ରହିଛି, ମୁସଲମାନମାନଙ୍କୁ ସାମୟିକ ପରାଜୟ ବରଣ କରିବାକୁ ପଡ଼ିଥିଲା ସତ, କିନ୍ତୁ ପରିଶେଷରେ ମୁସଲମାନମାନଙ୍କୁ ଏକ ଭବ୍ୟ ବିଜୟ ଲାଭ ହୋଇଥିଲା। ଏହାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି ଯେ ହୁନୈନ ଯୁଦ୍ଧ ଦିନ ମୁସଲମାନମାନଙ୍କର ସୈନ୍ୟବାହିନୀ ସକାଳର ଅନ୍ଧକାରରେ ହୁନୈନ ଉପତ୍ୟକାରେ ପ୍ରବେଶ କଲା। ଅପରପକ୍ଷେ ଅବିଶ୍ୱାସକାରୀମାନଙ୍କର ସୈନ୍ୟବାହିନୀ ପୂର୍ବରୁ ହିଁ ସେଠାରେ ଛପି ରହିଥିଲେ। ଅବିଶ୍ୱାସକାରୀମାନଙ୍କର ସର୍ବୋତ୍ତମ ଧନୁର୍ଦ୍ଧର ଘାଟିରେ ଯେଉଁମାନେ କି ଲୁଚି ରହିଥିଲେ, ମୁସଲମାନମାନଙ୍କ ଉପରେ ଅନବରତ ତୀର ଚାଳନା କରିବା ଆରମ୍ଭ କରିଦେଲେ, ଯଦ୍ୱାରା କି ମୁସଲମାନମାନଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଗଲା। କିଛି ମୁସଲମାନ ପଳାୟନ କରିବାକୁ ଲାଗିଲେ। ଏପରିକି ସେଠାରେ ଅଳ୍ପ କିଛି ସଂଖ୍ୟକ ସାହାବା ଓ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ରହିଯାଇଥିଲେ। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମୁସଲମାନ ସୈନ୍ୟବାହିନୀକୁ ଲେଉଟି ଆସିବା ଓ ଶତ୍ରୁ ସହିତ ମୁହାଁମୁହିଁ ହେବା ପାଇଁ ଆଦେଶ ଦେଇଥିଲେ, ଯାହାଫଳରେ ଶତ୍ରୁର ଶୋଚନୀୟ ପରାଜୟ ହୋଇଥିଲା ଓ ଶତ୍ରୁ ରଣଭୂମି ଛାଡ଼ି ପଳାୟନ କରିଥିଲା। ଇବ୍ନେ ହିଶାମଙ୍କ ଯେଉଁ ଜୀବନୀ ରହିଛି ତହିଁରୁ ଏହା ପ୍ରମାଣିତ ହେଉଛି, କିନ୍ତୁ ସହି ବୁଖାରୀରେ ଏହା ଉଲ୍ଲେଖ ରହିଛି, ହଜରତ ବରା ବିନ୍ ଆଜିବ ରଜିୟତାଲା ଯେ କି ହୁନୈନ ଯୁଦ୍ଧରେ ସାମିଲ ଥିଲେ, ସହି ବୁଖାରୀରେ ତାଙ୍କର ବର୍ଣ୍ଣନା ଉଲ୍ଲେଖ ରହିଛି। ସେଥିରେ ସେ କୁହନ୍ତି, ଆମେମାନେ ବନୁ ହୱାଜିନ ସମ୍ପ୍ରଦାୟ ଉପରେ ଆକ୍ରମଣ କଲୁ। ସେତେବେଳେ ସେମାନେ ପରାସ୍ତ ହେଲେ। ଆମେମାନେ ମାଲେ ଗନିମତ ଏକତ୍ରିତ କରିବାକୁ ଲାଗିଲୁ। ଇତିମଧ୍ୟରେ ସେମାନେ ଆମମାନଙ୍କ ଉପରେ ତୀର ବର୍ଷଣ କରିବା ଆରମ୍ଭ କରିଦେଲେ, ଯଦ୍ୱାରା କି ଯେଉଁ ଯୁବକମାନେ ମୁସଲମାନମାନଙ୍କ ସହିତ ସାମିଲ ଥିଲେ, ଯେ କି ମକ୍କାର ଥିଲେ ଓ ନବାଗତ ମୁସଲମାନ ଥିଲେ, ସେମାନେ ପଳାୟନ କରିବା ଆରମ୍ଭ କଲେ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଯେପର୍ଯ୍ୟନ୍ତ ପ୍ରଶ୍ନ ରହିଛି, ହୁଜୁର ଯୁଦ୍ଧଭୂମିରେ ଅଟଳ ଓ ଅବିଚଳ ରହିଥିଲେ। ହଜରତ ବରା ବିନ୍ ଆଜିବ କୁହନ୍ତି, ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ଦେଖିଲି। ହୁଜୁର ଗଧ ଉପରେ ଆରୋହଣ କରିଥିଲେ। ଅବୁ ସୁଫିୟାନ ବିନ୍ ହର୍ବ ସେହି ଗଧର ଲଗାମ ଧରିଥିଲା। ହୁଜୁର କହୁଥିଲେ, ଆନନ୍ ନବିୟୁ ଲା କଜିବ ଅନବ୍ନୁ ଅବ୍ଦୁଲ ମୁତଲିବ, ଅର୍ଥାତ୍ ମୁଁ ଅବତାର, ମୁଁ ମିଥ୍ୟାବାଦୀ ନୁହେଁ ଏବଂ ମୁଁ ଅବ୍ଦୁଲ ମୁତଲିବଙ୍କ ସନ୍ତାନ। ବୁଖାରୀର ଉପରୋକ୍ତ ବର୍ଣ୍ଣନାକୁ ଯଦି ଅନୁଧ୍ୟାନ କରାଯାଏ, ତେବେ 2ଟି ପର୍ଯ୍ୟାୟ ଏହି ଯୁଦ୍ଧର ରହିଛି ଏବଂ ସାମୟିକ ରୂପେ ଜୀବନୀ ଲେଖାଳିମାନେ ଏହିପରି ବର୍ଣ୍ଣନା କରିଛନ୍ତି ଯେ ଶତ୍ରୁର ସହସା ଆକ୍ରମଣ କରିବା ଫଳରେ ମୁସଲମାନମାନେ ବିକ୍ଷିପ୍ତ ହୋଇଯାଇଥିଲେ। ମୁସଲମାନମାନଙ୍କୁ ପୁନଃ ଏକତ୍ରିତ କରିବା ଓ ଶତ୍ରୁକୁ ପରାସ୍ତ କରିବା। ଅତଏବ ହୁନୈନ ଯୁଦ୍ଧର 3ଟି ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟ ଏହିକି ଯେ ମୁସଲମାନମାନଙ୍କର ସୈନ୍ୟବାହିନୀ ନିଃସଙ୍କୋଚ ରୂପେ ଯେତେବେଳେ ହୁନୈନ ଉପତ୍ୟକାରେ ପ୍ରବେଶ କଲେ,
ସେତେବେଳେ ମୁସଲମାନ ସୈନ୍ୟବାହିନୀର ଗୋଟିଏ ଭାଗ ସୈନ୍ୟବାହିନୀ ମାଲେ ଗନିମତ ସଂଗ୍ରହ କରିବାରେ ବ୍ୟସ୍ତ ହୋଇଯାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏହା ଘଟିଲା ଯେ ବନୁ ହୱାଜିନ୍ ସମ୍ପ୍ରଦାୟର ସେନାପତି ମାଲିକ ବିନ୍ ଅଫ୍ ନିଜର 4000 ଧନୁର୍ଦ୍ଧରଙ୍କୁ ଯାହାକୁ ସେ ଘାଟିରେ ମୁତୟନ କରିଥିଲା, ଛୁପାଇ ଦେଇଥିଲା, ଲୁଚାଇ ଦେଇଥିଲା, ସେମାନେ ଅତର୍କିତ ଭାବରେ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେଲେ। ଯାହାଫଳରେ ଯେଉଁ ମୁସଲମାନମାନେ ମାଲେ ଗନିମତ ସଂଗ୍ରହ କରୁଥିଲେ ଓ ସେଥିରେ ନିମଜ୍ଜିତ ରହିଯାଇଥିଲେ, ସେମାନେ ବିକ୍ଷିପ୍ତ ହେବାକୁ ଲାଗିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ନବାଗତ ମୁସଲମାନ, ନବଦୀକ୍ଷିତ ମୁସଲମାନ ଯୁବକ ରହିଥିଲେ, ଯେଉଁମାନଙ୍କ ନିକଟରେ ଲୌହ ମୁକୁଟ ଓ ଲୌହ ପୋଷାକ ମଧ୍ୟ ନଥିଲା। ତେଣୁକରି ସେହି ଆକ୍ରମଣରୁ ବର୍ତ୍ତିବା ପାଇଁ ସେମାନେ ପଶ୍ଚାତପଦ ଦେଇଥିଲେ। ଆଉ ଘାଟି ଯୋଗୁଁ ରାସ୍ତା ମଧ୍ୟ ସଂକୀର୍ଣ୍ଣ ଥିଲା। ତେଣୁ ଜୀବମାନେ ଲୋକମାନଙ୍କୁ ପାଦ ତଳେ ଚକଟିବାକୁ ଲାଗିଲେ। ସୈନ୍ୟବାହିନୀର ଏହି ଦଳାଚକଟା ଯୋଗୁଁ ହଜରତ ଖାଲିଦ ବିନ୍ ୱଲିଦ ମଧ୍ୟ ଆହତ ହୋଇଯାଇଥିଲେ ଓ ତଳେ ପଡ଼ିଯାଇଥିଲେ। ତୃତୀୟ ପର୍ଯ୍ୟାୟ ଏହା ରହିଥିଲା ଯେ ସେହି ସଂକ୍ରାନ୍ତରେ ହଜରତ ଅନସ ବିନ୍ ମାଲିକ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ସୈନ୍ୟବାହିନୀର ପୂର୍ବ ଭାଗର ପାଦଯୁଦ୍ଧ ଭୂମିରେ ତିଷ୍ଠି ରହିପାରିନଥିଲା। ସର୍ବପ୍ରଥମେ ବନୁ ସୁଲେମ ସମ୍ପ୍ରଦାୟର ସୈନ୍ୟବାହିନୀମାନେ ପଳାୟନ କରିଥିଲେ। ସେମାନଙ୍କ ପଛରେ ମକ୍କାର ଯୁବକମାନେ ପଳାୟନ କରିଥିଲେ। ପୁନଶ୍ଚ ଆମିର ସମ୍ପ୍ରଦାୟର ଲୋକମାନେ ମଧ୍ୟ ପରାଜୟ ସ୍ୱୀକାର କରି ପଳାୟନ କରିଥିଲେ। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ଏହି ଅବସ୍ଥା ଦେଖିଲେ ମୁସଲମାନମାନଙ୍କର, ସେତେବେଳେ ହୁଜୁର ଚଟ୍ଟାଣ ପରି ଯୁଦ୍ଧଭୂମିରେ, ରଣଭୂମିରେ ଦଣ୍ଡାୟମାନ ରହିଥିଲେ। ହଜରତ ଅନସ ବର୍ଣ୍ଣନା କରନ୍ତି, ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ସର୍ବାଧିକ ସୁନ୍ଦର ଓ ସର୍ବାଧିକ ପରୋପକାରୀ ବଦାନ୍ୟର ଅଧିକାରୀ ଥିଲେ। ଆପଣ ବେଶ୍ ବୀର ଓ ସାହସିକତାର ସହିତ ପ୍ରତିଷ୍ଠିତ ରହିଥିଲେ। ସେହି ହୁନେନ ଯୁଦ୍ଧର ଚର୍ଚ୍ଚା କରି ହଜରତ ବରା ବିନ୍ ଆଜିବ ବର୍ଣ୍ଣନା କରନ୍ତି, ଯେତେବେଳେ ସମସ୍ତ ସୈନ୍ୟବାହିନୀ ବିକ୍ଷିପ୍ତ ହୋଇଯାଇଥିଲା ମୁସଲମାନମାନଙ୍କର, ଆଉ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ନିକଟରେ ଅଳ୍ପ କିଛି ସାହାବା ରହିଯାଇଥିଲେ, ହୁଜୁର ଏକାକୀ ଶତ୍ରୁ ଆଡ଼କୁ ଅଗ୍ରସର ହେଉଥିଲେ ଓ ଉଚ୍ଚ ସ୍ୱରରେ କହି ଚାଲିଥିଲେ, ମୁଁ ଅଲ୍ଲାହଙ୍କର ଅବତାର, ଏହା କୌଣସି ମିଛ କଥା ନୁହେଁ, ମୁଁ ଅବ୍ଦୁଲ ମୁତଲିବର ସନ୍ତାନ। ହଜରତ ଅବ୍ବାସ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ମୁଁ ଅବୁ ସୁଫିୟାନ ବିନ୍ ହାରିସ କୁ ଦେଖିଲି। ସେ ହୁଜୁର ସଲ୍ଲଲ୍ଲାହୁଙ୍କ ସାଥିରେ ରହିଥିଲା। ଆମେମାନେ ମୁହୂର୍ତ୍ତକ ପାଇଁ ହୁଜୁର ସଲ୍ଲଲ୍ଲାହୁଙ୍କ ଠାରୁ ପୃଥକ ହୋଇନଥିଲୁ। ଯେତେବେଳେ ଲୋକମାନେ ବିକ୍ଷିପ୍ତ ହୋଇ ପଳାୟନ କରି ଚାଲିଥିଲେ, ସେତେବେଳେ ହୁଜୁର ନିଜର ଗଧ ଶତ୍ରୁ ଆଡ଼କୁ ଦ୍ରୁତଗତିରେ ଯିବାକୁ ଦୌଡ଼ାଇଥିଲେ। ଇତ୍ୟାବସରରେ ମୁଁ ହୁଜୁର ସଲ୍ଲଲ୍ଲାହୁଙ୍କ ଗଧର ଲଗାମ ଧରିଥିଲି ଓ ତାହାକୁ ଅଟକାଇବାକୁ ଚେଷ୍ଟା କରୁଥିଲି ଯେ ଯେପରି ଗଧ ଆଗକୁ ଅଗ୍ରସର ନ ହେଉ। ଅବୁ ସୁଫିୟାନ ବିନ୍ ହାରିସ ଗଧର ସେ ମଧ୍ୟ ଲଗାମ ଧରିଥିଲେ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ହଜରତ ଅବୁ ବକର ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ଥିଲେ ଓ ସେ ଗଧର ଲଗାମ ଧରିଥିଲେ ଓ ତାହାକୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କହିଲେ, ହେ ଅବ୍ବାସ, ସୁଲହ ହୁदैबिୟା ଅବସରରେ ଯେଉଁମାନେ ଆମ ସହିତ ସାମିଲ ଥିଲେ ତାଙ୍କୁ ଉଚ୍ଚ ସ୍ୱରରେ ଡାକ। ମୁଁ ଉଚ୍ଚ ସ୍ୱରରେ ଡାକିଲି, ashabu ସମୁର ଅର୍ଥାତ୍ ବୃକ୍ଷବାସୀ ମାନେ କେଉଁଠି ଅଛନ୍ତି? ସେ ବର୍ଣ୍ଣନା କରନ୍ତି, ମୁଁ ଆଲ୍ଲାହ ତାଆଲାଙ୍କ ରାଣ ଖାଇ କହୁଛି, ଯେତେବେଳେ ଲୋକମାନେ ଏହି ଡାକ ଶୁଣିଲେ, ସେତେବେଳେ ସେମାନେ ଏପରି ଲେଉଟି ଆସିଲେ ଯେପରି ଗାଈ ଛୁଆ ବାଛୁରୀ ତାହାର ମାତା ଆଡ଼କୁ ଧାଇଁ ଚାଲି ଆସିଥାଏ। ସେହି ଲୋକମାନେ ଏହା ଶୁଣିବା ମାତ୍ରେ ଲବ୍ବେକ ଲବ୍ବେକ କହି ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ଏକତ୍ରିତ ହେବାକୁ ଲାଗିଲେ, ଉପସ୍ଥିତ ହେବାକୁ ଲାଗିଲେ, ଯୁଦ୍ଧଭୂମିକୁ ଫେରି ଆସିଲେ। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସମୟରେ ସେତେବେଳେ 300ରୁ ମାତ୍ର 400 ସଂଖ୍ୟକ ସାହାବା ରହିଥିବାର ବର୍ଣ୍ଣନା ମିଳୁଅଛି। ଆଉ କେତେକ ବର୍ଣ୍ଣନାରେ ତାହା 3 କିମ୍ବା 4 ମଧ୍ୟ ରହିଛି। ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ମାତ୍ର 3-4 ଜଣ ସାହାବା ରହିଯାଇଥିଲେ ହୁଜୁରଙ୍କ ସୁରକ୍ଷା ନିମନ୍ତେ। ଆଉ କେତେକ ବର୍ଣ୍ଣନାରେ ତାହା 10 କିମ୍ବା 12 ମଧ୍ୟ ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁଙ୍କ ସମୟରେ ହୁନେନ ଯୁଦ୍ଧରେ ମାତ୍ର ଏତିକି ଅର୍ଥାତ୍ 10-12 ଜଣ ସାହାବା
ରହିଯାଇଥିଲେ। ସେ ଯାହା ହେଉ ଏପରି ଏକ ସମୟ ଆସିଥିଲା ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ନିକଟରେ ଖୁବ୍ କମ୍ ସଂଖ୍ୟକ ସାହାବା ରହିଯାଇଥିଲେ। ଆଉ ଏକ ବର୍ଣ୍ଣନାରେ ହଜରତ ବରା ବିନ୍ ଆଜିବ୍ ରଜିୟଲ୍ଲାହୁ କୁହନ୍ତି, ହେ ଆବୁ ଆମ୍ମାରା, କ'ଣ ଆପଣମାନେ ହୁନୈନ ଯୁଦ୍ଧ ଦିନ ପଳାୟନ କରିଥିଲ? ପ୍ରତି ଉତ୍ତରରେ ସେ କହିଲେ, ମୁଁ ଅଲ୍ଲାହଙ୍କ ଶପଥ କରି କହୁଛି, ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ପଳାୟନ କରିନଥିଲେ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ଏହା ଦେଖିଲେ ଯେ ସାହାବାମାନଙ୍କ ମଧ୍ୟରେ ଯେଉଁ ଯୁବକମାନେ ରହିଛନ୍ତି ସେମାନେ ଯାହାଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ମଧ୍ୟ ନଥିଲା, ସେମାନେ ବିକ୍ଷିପ୍ତ ହୋଇ ପଛମୁହାଁ ଦେଇଛନ୍ତି, ଆଉ ବନୁ ହୱାଜିନ୍ ସମ୍ପ୍ରଦାୟ ସେମାନଙ୍କ ଉପରେ ଅହରହ ତୀର ବର୍ଷଣ କରିଚାଲିଛି, ଆଉ ସେମାନଙ୍କର କୌଣସି ତୀର ବ୍ୟର୍ଥ ଯାଉନାହିଁ। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଶତ୍ରୁ ଆଡ଼କୁ ଅଗ୍ରସର ହୋଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଧଳା ରଙ୍ଗର ଗଧ ଉପରେ ଆରୋହଣ କରିଥିଲେ। ଅବୁ ସୁଫିଆନ ବିନ୍ ହାରିସ୍ ରଜିୟଲ୍ଲାହୁ ଗଧର ଲଗାମ ଧରିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଗଧ ଉପରୁ ତଳକୁ ଓହ୍ଲାଇଲେ ଏବଂ ଆଲ୍ଲାହ ତାଆଲାଙ୍କ ଠାରୁ ସାହାଯ୍ୟ ଲୋଡ଼ି କହିଲେ, ଅନନ୍ ନବିୟୁ ଲା କଜିବ୍, ଅନବ୍ନୁ ଅବ୍ଦୁଲ ମୁତଲିବ୍, ଅର୍ଥାତ୍ ମୁଁ ଆଲ୍ଲାହଙ୍କ ଅବତାର, ମୁଁ ମିଥ୍ୟାବାଦୀ ନୁହେଁ, ମୁଁ ଅବ୍ଦୁଲ ମୁତଲିବଙ୍କ ସନ୍ତାନ। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ଦୁଇଟି ଚଦର ରହିଥିଲା। ଗୋଟିଏ ଚଦର ମୁଁ ବାନ୍ଧିଥିଲି ଓ ଅନ୍ୟ ଏକ ଚଦର ମୁଁ ପିନ୍ଧିଥିଲି। ଯେତେବେଳେ ଚଦରଟି ଫିଟିବାକୁ ଲାଗିଲା ସେତେବେଳେ ମୁଁ ଉଭୟ ଚଦରକୁ ଏକତ୍ରିତ କଲି ଏବଂ ମୁଁ ପଛକୁ ଘୁଞ୍ଚି ହୁଜୁର ସଲ୍ଲଲ୍ଲାହୁଙ୍କ ସମ୍ମୁଖରେ ଦେଇ ଅତିକ୍ରମ କଲି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେଉଁ କଥା କହିଲେ ଯେ ମୁଁ ଅବ୍ଦୁଲ ମୁତଲିବର ସନ୍ତାନ, ଏହାର ଅର୍ଥ ଏହିକି ଯେ ସେତେବେଳେ ଶତ୍ରୁ ଏତେ ଭୀଷଣ ରୂପେ ଆକ୍ରମଣ କରୁଥିଲା, ଶତ୍ରୁ ପକ୍ଷର 4000 ଧନୁର୍ଦ୍ଧର ଯେ କି ଅତର୍କିତ ଭାବରେ ତୀର ବର୍ଷଣ କରିଚାଲିଥିଲେ। ଏହି ଅବସ୍ଥାରେ ମୋର ଆଗକୁ ଅଗ୍ରସର ହେବା ମାନବତାର ମର୍ଯ୍ୟାଦା ଠାରୁ ବେଶ ଉର୍ଦ୍ଧ୍ୱରେ। ତହିଁରୁ କାହାରିକୁ ଏହା ଭ୍ରମ ନ ଲାଗୁ ଯେ ଆଲ୍ଲାହ ତାଆଲା ମୋର ଅବତାର ହେବା ଯୋଗୁଁ ମୋ ସହିତ ଅଛନ୍ତି। ସମସ୍ତ ଲୋକମାନେ ପଳାୟନ କରିନଥିଲେ ସେତେବେଳେ ମୁସଲମାନମାନଙ୍କ ମଧ୍ୟରୁ। ଏଥି ସଂକ୍ରାନ୍ତରେ ମଧ୍ୟ ବର୍ଣ୍ଣନାମାନ ରହିଛି। ଇମାମ ନବୀ ଉଲ୍ଲେଖ କରିଛନ୍ତି ଯେ ମକ୍କାର ମୁଅଲ୍ଲଫାତୁଲ କୁଲୁବ୍ ଲୋକମାନଙ୍କ ମଧ୍ୟରୁ ଯେଉଁମାନେ କପଟ ବିଶ୍ୱାସୀ ଥିଲେ, ମକ୍କାର ଅନ୍ୟାନ୍ୟ ଲୋକମାନେ ଯେଉଁମାନେ ଏହି ଯୁଦ୍ଧରେ ସାମିଲ ହୋଇଯାଇଥିଲେ, ଏପର୍ଯ୍ୟନ୍ତ ସେମାନଙ୍କର ବିଶ୍ୱାସ ସୁଦୃଢ଼ ହୋଇନଥିଲା, ସେମାନେ ପଳାୟନ କରିବା ଆରମ୍ଭ କରିଦେଇଥିଲେ। ଏହା ସହସା ପରାଜୟ ଯୋଗୁଁ ସମ୍ଭବପର ହେଲା, ଅର୍ଥାତ୍ ଶତ୍ରୁପକ୍ଷ ଏକ ହୋଇ ମୁସଲମାନମାନଙ୍କ ଉପରେ ତୀର ବର୍ଷଣ କରିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିଲା। ସେ ଯାହା ହେଉ ଇମାମ ନବୀଙ୍କ ଏହି କଥା ସଠିକ୍, ଅର୍ଥାତ୍ ଯୁଦ୍ଧଭୂମିରୁ ଭୟଭୀତ ହୋଇ ମୁସଲମାନମାନେ ପଳାୟନ କରିନଥିଲେ, ଅର୍ଥାତ୍ ସମସ୍ତେ ପଳାୟନ କରିନଥିଲେ, କେବଳ ମକ୍କାର କିଛି ନବାଗତ ଅହମଦ ମୁସଲମାନମାନେ ଯୁବକମାନେ ପଳାୟନ କରିଥିଲେ। ସେହି ଯୁବକମାନଙ୍କ ମଧ୍ୟରୁ ଏପରି ଏକ ସଂଖ୍ୟା ରହିଥିଲା ଯେଉଁମାନେ ହୃଦୟରୁ ମୁସଲମାନ ହୋଇନଥିଲେ। ସେମାନେ ମାଲେ ଗନିମତ ହାସଲ କରିବା ପାଇଁ ଏହି ଯୁଦ୍ଧରେ ସାମିଲ ହୋଇଥିଲେ। ଆଉ ଯେତେବେଳେ ଜୋରଦାର ତୀର ବର୍ଷଣ ହେବାର ଦେଖିଲେ, ସେମାନେ ଅତର୍କିତ ଭାବରେ ପଳାୟନ କରିଥିଲେ, ପଛ ଘୁଞ୍ଚା ଦେଇଥିଲେ। ଆଉ ଏହି ଦଳାଚକଟା ଦୃଶ୍ୟମାନ ହୋଇଥିଲା ମୁସଲମାନମାନଙ୍କ ମଧ୍ୟରେ। ତେବେ ସେ ଯାହା ହେଉ ଏହାର ଅତିରିକ୍ତ ବିବରଣୀ ଇନଶାଆଲ୍ଲାହ ତାଆଲା ଆସନ୍ତାରେ ବର୍ଣ୍ଣନା କରିବି। ଆଜିଠାରୁ ଜର୍ମାନୀର ଜଲସା ସାଲାନା ମଧ୍ୟ ଆରମ୍ଭ ହେଉଅଛି। ଆଲ୍ଲାହ ତାଆଲା ସେମାନଙ୍କୁ ଜଲସାର ଉଦ୍ଦେଶ୍ୟ ପ୍ରାପ୍ତ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ନିଜ ଜ୍ଞାନ, ଆଚାର ବ୍ୟବହାର ଓ ଆଧ୍ୟାତ୍ମିକ ସ୍ତର ଉନ୍ନତ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ସେଥିପାଇଁ ସେମାନେ ସଂକଳ୍ପ କରନ୍ତୁ, ଏହି ଦିଗରେ ନିରନ୍ତର ଭାବରେ ଉଦ୍ୟମ କରନ୍ତୁ। ବିଶେଷ ଭାବରେ ସେମାନେ ଆଲ୍ଲାହଙ୍କ ଗୁଣଗାନ କରିବା ଓ ଦୁଆ କରିବାରେ ସମୟ ବ୍ୟତୀତ କରନ୍ତୁ। ଯେଉଁ ସ୍ଥଳେ ନିଜ ପାଇଁ ଦୁଆ କରିବେ ସେଠାରେ ନିଜ ସନ୍ତାନ ସନ୍ତତି, ଜମାତର ଉନ୍ନତି ଓ ସମସ୍ତ ବିରୋଧୀମାନଙ୍କ ଉପଦ୍ରବରୁ ସୁରକ୍ଷିତ ରହିବା ପାଇଁ ଦୁଆ କରିବେ। ଆଲ୍ଲାହ ତାଆଲାଙ୍କ ଶରଣ ଲାଭ ହେବା ପାଇଁ, ଶତ୍ରୁର ପ୍ରତ୍ୟେକ ପ୍ରକାର ମନ୍ଦ ଓ କୁଯୋଜନା ପଣ୍ଡ ହେବା ପାଇଁ ମଧ୍ୟ ଦୁଆ କରିବେ। ପୁନଶ୍ଚ ପାକିସ୍ତାନରୁ ମଧ୍ୟ ପ୍ରତିଦିନ କିଛି ନା କିଛି ଅଘଟଣ ଓ ହୃଦୟ ବିଦାରକ ଘଟଣାର ସୂଚନା ମିଳୁଅଛି।
ସେମାନଙ୍କ ସକାଶେ ମଧ୍ୟ ଦୁଆ କରିବେ। ଆଲ୍ଲାହ ତାଆଲା ଶୀଘ୍ର ବିରୋଧୀମାନଙ୍କର ଧରପକଡ଼ କରନ୍ତୁ। ସାଧାରଣତଃ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବା ନିମନ୍ତେ ଦୁଆ କରିବେ। ଏହି ସଂସାରବାସୀ ନିଜ କୁକର୍ମ ଯୋଗୁଁ ଧ୍ୱଂସାଭିମୁଖୀ ହୋଇ ଚାଲିଛି। ଆଲ୍ଲାହ ତାଆଲା ସେହି ମହାବିଭୀଷିକାମୂଳକ କ୍ଷୟକ୍ଷତିରୁ ଆମମାନଙ୍କୁ ଉଦ୍ଧାର କରନ୍ତୁ। ମଧ୍ୟ ଏସିଆବାସୀଙ୍କ ସକାଶେ ମଧ୍ୟ ଦୁଆ କରିବେ। ସେଠାକାରେ ସେହୱାନୀ ପ୍ରଶାସନ ତ ଅନ୍ୟାୟ ଅତ୍ୟାଚାରର ସୀମା ଲଙ୍ଘି ଯାଇଛି। ଏପରି ପ୍ରତୀତ ହେଉଛି ଯେ ସେମାନେ ଫିଲିସ୍ତିନବାସୀଙ୍କୁ ସମୂଳେ ବିନାଶ କରିଦେବେ, ନିପାତ କରିଦେବେ। ନିରୀହ ପିଲା, ମହିଳା ଓ ବ୍ୟାଧିଗ୍ରସ୍ତ ଲୋକମାନଙ୍କୁ ମଧ୍ୟ ଅକଥନୀୟ କଷଣ ଓ ଯାତନା ଦିଆଯାଉଛି। ପ୍ରତ୍ୟେକ ସ୍ଥାନରେ ନିର୍ମମ ଭାବରେ ଲୋକମାନଙ୍କୁ ହତ୍ୟା କରାଯାଉଛି। ଏବେ ତ କେତେକ ରାଜନେତା ଓ ପ୍ରଶାସକ ମଧ୍ୟ ସ୍ୱର ଉତ୍ତୋଳନ କଲେଣି ଯେ ଏସବୁ ଠିକ୍ ହେଉନି, ଏହାକୁ ବନ୍ଦ କରିବା ଉଚିତ। କିନ୍ତୁ ଇସ୍ରାଏଲର ଅତ୍ୟାଚାରୀ ପ୍ରଶାସକ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନାହିଁ। ଧନ ଓ ଶକ୍ତିର ନିଶାରେ ସେମାନେ ଅନ୍ଧ ହୋଇଯାଇଛନ୍ତି। ଆମେରିକା ଓ ତାହାର ସମର୍ଥକମାନଙ୍କ ସହଯୋଗ ଫଳରେ ଗର୍ବ ଓ ଅହଙ୍କାରର ଚରମ ସୀମାରେ ଉପନୀତ ହୋଇଯାଇଛନ୍ତି। ସେମାନେ ମୁସଲମାନ ରାଷ୍ଟ୍ରମାନେ ମଧ୍ୟ ନିଷ୍କ୍ରିୟ ହୋଇ ବସି ରହିଛନ୍ତି। ଯଦି କିଛି କରିବାର କ୍ଷମତା ନାହିଁ, ତେବେ ଅତି କମ୍ରେ ନିଜ ଅବସ୍ଥା ପରିବର୍ତ୍ତନ କରି ପରାକ୍ରମୀ ଅଲ୍ଲାହଙ୍କ ଛାମୁରେ ନତମସ୍ତକ ହୁଅନ୍ତୁ। ତାଙ୍କ ଛାମୁରେ ଦୁଆ କରନ୍ତୁ, ଯଦ୍ୱାରା ଆଲ୍ଲାହ ତାଆଲା ସେହି ନିରୀହ ଲୋକମାନଙ୍କର ସାହାଯ୍ୟ କରିବେ। ସେମାନେ ଏକଥାକୁ ହୃଦୟଙ୍ଗମ କରନ୍ତେ କି ଏହିପରି ମୁସଲମାନମାନେ ହିଁ ମୁସଲମାନମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଆଲ୍ଲାହ ତାଆଲା ସେମାନଙ୍କୁ ମଧ୍ୟ ଏପରି ବିଭତ୍ସ କାଣ୍ଡ ଭିଆଇବାରୁ ନିବୃତ୍ତ ରଖନ୍ତୁ। ଆଜି ଏହା ଅହମଦୀମାନଙ୍କର କର୍ତ୍ତବ୍ୟ ଯେ ସମସ୍ତ ପ୍ରକାରର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ ଓ ବିଶେଷ ଭାବରେ ନିଜ ପାଳନକର୍ତ୍ତା ନିକଟରେ ଆତୁରତାର ସହିତ ଦୁଆ କରନ୍ତୁ। ଆଲ୍ଲାହ ତାଆଲା ଏଥିପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruh wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.